ମହାପ୍ରଭୁଙ୍କ ଲୀଳା ଅନନ୍ତ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସେ କେତେବେଳେ କାହା ସହିତ କେଉଁଠି ଲୀଳା କରନ୍ତି ତାହା ଆମ୍ଭମାନଙ୍କ ଚିନ୍ତାର ବାହାରେ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ଲୀଳାକୁ ନେଇକି ବଲାଙ୍ଗୀରର ବରପାଲିଗୁଡ଼ାର ନାମଯଜ୍ଞ ମିଶ୍ର ମହୋଦୟଙ୍କ ଜୀବନରେ ଏକ ଘଟଣା। 2021 ମସିହା ମାର୍ଚ୍ଚ ମାସ 20 ତାରିଖର କଥା। ହଠାତ୍ ତାଙ୍କ ସାନ ବୋହୂର ଗୋଡ଼ରେ ବିନ୍ଧା ଛିଟିକା ଆରମ୍ଭ ହେଲା ଏବଂ ତାଙ୍କ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେବା ପାଇଁ ମନସ୍ଥ କଲେ। ଏକ ବୋଲେରୋ ଗାଡ଼ି ବୁକ୍ କଲେ। ଗାଡ଼ିରେ ତାଙ୍କ ସାନ ପୁଅ ଏବଂ ତା ପରିବାର ଭୁବନେଶ୍ୱର ଅଭିମୁଖେ ବାହାରିଲେ ଏବଂ ଯିବା ସମୟରେ ତାଙ୍କ ସାନ ପୁଅ ଶ୍ରୀ ମିଶ୍ର ମହୋଦୟଙ୍କୁ କହିଲେ, ବାପା ତମେ ବି ଚାଲ, ତମର ହାର୍ଟ ପରୀକ୍ଷା କରାଇ ଆସିବା। କାରଣ ଶ୍ରୀ ମହୋଦୟଙ୍କର 2011 ମସିହାରୁ ହାର୍ଟ ଅପରେସନ୍ ହୋଇ ପେସ୍ ମେକର ଲାଗିଥିଲା। ତାର ସମୟକୁ ସମୟ ଚେକଅପ୍ କରାଇ ନେବା କଥା, କିନ୍ତୁ ଅନେକ ଦିନ ହେଲା ତାହା କରାଯାଇ ନଥିବାରୁ ଶ୍ରୀ ମିଶ୍ର ତାଙ୍କ ସାନ ପୁଅଙ୍କ ସହିତ ଭୁବନେଶ୍ୱର ଅଭିମୁଖେ ବାହାରିଲେ। ଗୋଟେ ଦିନ ପରେ ଭୁବନେଶ୍ୱରରେ ପହଞ୍ଚିଲେ। ତାଙ୍କର ଗୋଟେ ଜାଗାରେ ରହଣି ବ୍ୟବସ୍ଥା କଲେ। ସେଠି ସବୁ ନିତ୍ୟକର୍ମ ସାରି ତାଙ୍କ ସାନ ବୋହୂକୁ ଗୋଟେ ନ୍ୟୁରୋ ସର୍ଜନ ପାଖରେ ଦେଖାଇବାକୁ ବାହାରିଲେ ଏବଂ ଡକ୍ଟରଙ୍କ ସହିତ ଦେଖା ସାକ୍ଷାତ ପରେ ତାଙ୍କର ସବୁ ଔଷଧ ସବୁ ଧରି ଫେରିବା ବେଳକୁ ଅପରାହ୍ନ 4ଟା ବାଜିଯାଇଥିଲା ଏବଂ ସେହି ସମୟରେ ସେ ଆପୋଲୋ ହସ୍ପିଟାଲ ଅଭିମୁଖେ ବାହାରିଲେ। ଆପୋଲୋ ହସ୍ପିଟାଲରେ ପହଞ୍ଚିଲେ, କାରଣ ସେଇ ଆପୋଲୋ ହସ୍ପିଟାଲରେ ହିଁ ସେ ମିଶ୍ର ମହୋଦୟଙ୍କର ହାର୍ଟ ଅପରେସନ୍ ହେଇଥିଲା। ଯେଉଁ ଡକ୍ଟର ତାଙ୍କର ହାର୍ଟ ଅପରେସନ୍ କରିଥିଲେ ତାଙ୍କ ନାଁ ହେଉଛି ଶ୍ରୀ ବ୍ରଜରାଜ ଦାସ ଏବଂ ତାଙ୍କ ସହିତ ଦେଖା ସାକ୍ଷାତ କରି ପରୀକ୍ଷା ନିରୀକ୍ଷା କଲା ପରେ ସେ ପେସ୍ ମେକର ସ୍ପେଶାଲିଷ୍ଟକୁ ଡକାଇ ଆଉ ଥରେ ପରୀକ୍ଷା କଲେ ଏବଂ ପରୀକ୍ଷା ସରିବା ପରେ ସେ ଶ୍ରୀ ମିଶ୍ର ମହୋଦୟଙ୍କୁ ଡାକି କହିଲେ, ପେସ୍ ମେକରର ବ୍ୟାଟେରୀଟି ଡେଡ୍ ହେଇଯାଇଛି, ମାନେ ସରିଯାଇଛି। ଏବେ ସାଙ୍ଗେ ସାଙ୍ଗେ ଆଡ଼ମିଟ୍ ହୁଅ, ନୂଆ ବ୍ୟାଟେରୀ ଲଗାଇଲେ ଯାଇ ଚଳିବ, ନହେଲେ ଜୀବନହାନି ଭୟ ଅଛି। ଡାକ୍ତରଙ୍କ କଥା ଶୁଣି ଶ୍ରୀ ମିଶ୍ରଙ୍କର ସାନ ପୁଅ ଡରିଗଲା ଏବଂ ଆଡ଼ମିଟ୍ କରିବ ବୋଲି ଭାବିଲା। କିନ୍ତୁ ଶ୍ରୀ ମିଶ୍ର ତାଙ୍କୁ ବୋଧ ଦେଲେ ଯେ ବ୍ୟାଟେରୀ ସରୁ କି ନ ସରୁ, ସେ ତ ଠିକ୍ ଅଛନ୍ତି ନା, କୌଣସି ଦୁର୍ବଳତା ନାହିଁ, ଚାଲ ଘରକୁ ଫେରିଯିବା ଏବଂ ପଇସା ପତ୍ର ଯୋଗାଡ଼ କରି ସବୁ ବ୍ୟବସ୍ଥା କରି ଆଗାମୀ ସପ୍ତାହରେ ହସ୍ପିଟାଲରେ ଆସିକି ଆଡ଼ମିଟ୍ ହେବା। କିନ୍ତୁ ତାଙ୍କ ସାନ ପୁଅ ମାନିଲା ନାହିଁ। ତାର ସ୍ତ୍ରୀ ଏବଂ ତାଙ୍କର ଛୁଆଙ୍କୁ ସେ ବୋଲେରୋ ଡ୍ରାଇଭର ସହିତ ହେଫାଜତରେ ତାଙ୍କ ଗାଁକୁ ପଠାଇଦେଲେ ଏବଂ ସାଙ୍ଗେ ସାଙ୍ଗେ ତାଙ୍କ ବାପା ଶ୍ରୀ ମିଶ୍ରଙ୍କୁ ହସ୍ପିଟାଲରେ ଆଡ଼ମିଟ୍ କରିକି ନିଜେ ହସ୍ପିଟାଲରେ ରହିଲେ। ଶ୍ରୀ ମିଶ୍ର ହେଉଛନ୍ତି ଗୋଟେ ଚଳନ୍ତା ଫେରନ୍ତା ଲୋକ। ସେ ଡାକ୍ତରଖାନାରେ ରହିକି ଅଧିକା ଅସୁସ୍ଥ ହୋଇପଡ଼ିଲେ। ସେ ମନେ ମନେ ଭାବିଲେ ଯେ 15 ବର୍ଷର ଗ୍ୟାରେଣ୍ଟିଯୁକ୍ତ ବ୍ୟାଟେରୀ ମାତ୍ର 10 ବର୍ଷରେ ସରିଲା କିପରି। ସେ ମନେ ମନେ ଭଗବାନଙ୍କୁ ଡାକୁଥାନ୍ତି, ନିରାଶ୍ରୟ ମାମ୍ ଜଗଦୀଶରଂଖ୍ୟ। ସେ ଖାଦ୍ୟ ଖାଇପାରୁନଥିଲେ, ତାଙ୍କର ଝାଡ଼ା ବି ପ୍ରୋବ୍ଲେମ୍ ଥିଲା। ତୃତୀୟ ଦିନ ହସ୍ପିଟାଲ ତରଫରୁ କର୍ମଚାରୀମାନେ ଆସି ତାଙ୍କ ଦେହରେ ଆମେ ଯେମିତି ସେଭିଂ ହେଲା ଟାଇମ୍ରେ କ୍ରିମ୍ ମାରୁଛେ କିମ୍ବା କୌଣସି ତୈଳ ପଦାର୍ଥ ମାରୁଛେ, ସେହିପରି ତାଙ୍କ ଦେହରେ ତୈଳ ପଦାର୍ଥ ମାରି ତାଙ୍କର ସର୍ବାଙ୍ଗରୁ ଯେତକ ଚୁଟି ଥିଲା ବା ରୁମ ଥିଲା ତାକୁ କ୍ଷୟର କରିଦେଲେ। ଏସବୁ ଜିନିଷ ଦେଖିକି ଶ୍ରୀ ମିଶ୍ରଙ୍କର ଦେହ ଶୀତେଇ ଉଠୁଥାଏ ଏବଂ ଭୟ ବି ଆସ୍ତେ ଆସ୍ତେ ବଢ଼ି ଚାଲୁଥାଏ। ଏସବୁ ଜିନିଷ ଫୋନରେ ଖବର ପାଇ ଶ୍ରୀ ମିଶ୍ରଙ୍କର ବଡ଼ ପୁଅ ମଧ୍ୟ ହସ୍ପିଟାଲରେ ଆସି ଉପସ୍ଥିତ ହୋଇଥାନ୍ତି। ଶ୍ରୀ ମିଶ୍ର ମନେ ମନେ ଭାବୁଥାନ୍ତି ଯେ 2011ରେ ଯେତେବେଳେ ମୋର ପ୍ରଥମ ଅପରେସନ୍ ହେଇଥିଲା ତାଙ୍କୁ ସେତେବେଳେ ଏତେ ଭୟ ଲାଗୁନଥିଲା, ଏବେ କାହିଁକି ଏତେ ଡର ଲାଗୁଛି, କଥା କ'ଣ? ଏହି କଥା ଯେତେବେଳେ ସେ ତାଙ୍କର ପୁଅ ଦୁହିଁଙ୍କୁ କହିଲେ, ତାଙ୍କ ପୁଅମାନେ ତାଙ୍କୁ ବୋଧ ଦେଲେ ଯେ ନାଇଁ, ଡର ନାହିଁ, କିଛି ହେବନି। ଏହାପରେ ଡାକ୍ତରଙ୍କ କର୍ମଚାରୀମାନେ ତାଙ୍କ ମୁହଁରେ ମାସ୍କ ପିନ୍ଧାଇଲେ ଏବଂ ଟୋଟାଲ ଦେହକୁ, ବଡ଼ିଟାକୁ ଗୋଟେ ଚାଦରରେ ଘୋଡ଼ାଇ ଦେଲେ ଏବଂ ତାଙ୍କୁ ଅପରେସନ୍ ରୁମ୍ ମାନେ ଓଟିକୁ ନେଇଗଲେ। ସେ ଓଟି ଭିତରେ ଅନ୍ୟ ଏକ ରୋଗୀଙ୍କର ଅପରେସନ୍ ଥିବାରୁ ତାଙ୍କୁ ଗୋଟେ ଅଲଗା ବେଡ଼୍ରେ 1 ଘଣ୍ଟା କାଳ ପକାଇକି ରଖିଲେ ଏବଂ ସେ ପୂର୍ବ ରୋଗୀଙ୍କର ଅପରେସନ୍ ସରିବା ପରେ ତାଙ୍କୁ ଗୋଟେ ଅପରେସନ୍ ଥିଏଟର ଭିତରକୁ ନେଇକରି ଗୋଟେ ବଡ଼ ମେସିନ୍ ତଳେ ପଟାରେ ଶୁଆଇ ଦେଲେ ଏବଂ ଆନାସ୍ଥେସିଆ ଦେଲେ। ଆନାସ୍ଥେସିଆ ଦେଲା ପରେ ମଧ୍ୟ ଶ୍ରୀ ମିଶ୍ର ସଜାଗ ଥିଲେ। ଡାକ୍ତରମାନେ ତାଙ୍କୁ ଘେରି ଯାଇଥିଲେ। ଅପରେସନ୍ ଚାଲିଲା। ଶ୍ରୀ ମିଶ୍ରଙ୍କୁ ଟିକେ ଟିକେ କଷ୍ଟ ଅନୁଭବ ହେଉଥାଏ ଏବଂ ଏହି କଷ୍ଟ ଅନୁଭବ ଭିତରେ ସେ ଶୁଣିବାକୁ ପାଇଲେ ଯେ ଡାକ୍ତରୀ ଟିମ୍ ମାନେ ତାଙ୍କ ଭିତରେ କଥା ହେଉଛନ୍ତି ଯେ ପେସ୍ ମେକର ଯେଉଁ ବ୍ୟାଟେରୀଟା ଯେଉଁ ଷ୍ଟ୍ରିଙ୍ଗରେ ବନ୍ଧା ହେଇଛି
ସେ ଷ୍ଟ୍ରିଙ୍ଗରେ ଚର୍ବି ଜମିକିରି ଜାମ୍ ହେଇଯାଇଛି। ଏଇ କଥା ଶୁଣିକି ଶ୍ରୀ ମିଶ୍ର ଡରିଗଲେ ଏବଂ ମନେ ମନେ ଡାକିଲେ, ହେ ପ୍ରଭୁ ଜଗନ୍ନାଥ ମୋତେ ରକ୍ଷା କର। କାରଣ ଓଡ଼ିଆଙ୍କର କିଛି ବି ଅସୁବିଧା ହେଲେ, କିଛି ବି କଷ୍ଟ ଆସିଲେ ତାଙ୍କର ଗୋଟିଏ ମାତ୍ର ଉପାୟ ହେଉଛନ୍ତି, ହେ ମହାପ୍ରଭୁ ଆମକୁ ରକ୍ଷା କର। ଏଇଭଳି ଭାବରେ ମହାପ୍ରଭୁଙ୍କୁ ଚିନ୍ତା କରି ସେ ଜଗନ୍ନାଥଙ୍କ ଧ୍ୟାନରେ ରହିଲେ ଏବଂ ଧ୍ୟାନ କରୁଥିବା ସମୟରେ ମହାପ୍ରଭୁ ତାଙ୍କୁ ଦେଖାଦେଲେ। ଦେଖନ୍ତୁ କି ପ୍ରକାର ଭଲ ପାଇବା। ହାତ ଟେକି କଳା ଡୋଳା ଥିବା, ରଙ୍ଗ ଅଧରରେ ହସ ଦେଖାଇ କହୁଥାନ୍ତି, ଭୟ ନାହିଁ, ମୁଁ ଅଛି ପରା। ପୁଣି କିଛି ସମୟ ପରେ ମହାପ୍ରଭୁଙ୍କର ଦାରୁ ମୂର୍ତ୍ତି ଉଭେଇ ଯାଇ ତାଙ୍କ ସ୍ଥାନରେ ଦେଖାଦେଲେ ଶ୍ରୀ ବିଷ୍ଣୁଙ୍କର ବିଗ୍ରହ। ଦୁଇ ହସ୍ତରେ ଚକ୍ର ଏବଂ ଗଦା, ପଦ୍ମ, ମସ୍ତକରେ କିରୀଟ ଏବଂ କୁଣ୍ଡଳ କିରୀଟାଗ୍ରକେ ପୁଚ୍ଛ, କପାଳେ ତିଳକ ରେଖା, ରଙ୍ଗ ଅଧରରେ ମନ୍ଦ ମନ୍ଦ ହସ। ଏସବୁ ଜିନିଷକୁ ଅନୁଭବ କରିବା ପରେ ଶ୍ରୀ ମିଶ୍ର ମନେ ମନେ ପ୍ରଣାମ ଜଣାଇଲେ ଏବଂ ଏଇସବୁ ଜିନିଷ ଘଟିଯିବା ପରେ ଶ୍ରୀ ମିଶ୍ର ଆଉ କିଛି ଜାଣିପାରିଲେନି। ଅପରେସନ୍ କିଛି ସମୟ ବିତି ଯାଇଥାଏ। କିଛି ସମୟ ପରେ ପୁଣି ଛୁଞ୍ଚି ଯେତେବେଳେ ତାଙ୍କ ଦେହରେ ଫୋଡ଼ାଗଲା କୌଣସି କାରଣ ପାଇଁ, ସେ ଛୁଞ୍ଚିର ଯନ୍ତ୍ରଣାରେ ଶ୍ରୀ ମିଶ୍ରଙ୍କର ହୋସ୍ ଆସିଲା। ସେତେବେଳକୁ ଅପରେସନ୍ ହୋଇସାରିଥିଲା, ଷ୍ଟିଚିଂ ଚାଲୁଥିଲା। ଷ୍ଟିଚିଂ ମାନେ ହେଉଛି ସିଲେଇ ଚାଲୁଥିଲା। ଏଇ ଯେଉଁ ସିଲେଇ ଚାଲୁଥିଲା, ଏଇ ସିଲେଇ ବେଳେ ସେ ମିଶ୍ରଙ୍କୁ ଟିକେ କଷ୍ଟ ଅନୁଭବ ହେଲା ଏବଂ ଅପରେସନ୍ ସକ୍ସେସଫୁଲ୍ ହେଲା। କିଛି ସମୟ ପରେ ତାଙ୍କୁ ବାହାରକୁ ଅଣାଗଲା। ବାହାରକୁ ଆସି ଯେଉଁ ଡକ୍ଟର ତାଙ୍କୁ ଅପରେସନ୍ କରୁଥିଲେ, ସେ ଡକ୍ଟର ତାଙ୍କ ଦୁଇ ପୁଅଙ୍କୁ କହିଲେ ଯେ ଅପରେସନ୍ ସଫଳ ହୋଇଛି, ଭଲ ନୂଆ ବ୍ୟାଟେରୀ ବି ଲାଗିପାରିଛି ଏବଂ ସେ ଏବେ 2-3 ଦିନ ହସ୍ପିଟାଲରେ ରହିବେ। ସେୟା ହେଲା। ଦୁଇ ପୁଅଙ୍କ ମନ ମଧ୍ୟ ଖୁସି ହେଇଗଲା, ଯାହା ହଉ ବାପା ଠିକ୍ ହେଇଗଲେ। 3 ଦିନ ସେ ୱାର୍ଡ଼ରେ ରହିଲେ ଏବଂ 3 ଦିନ ପରେ ଘରକୁ ଫେରିଲେ ଏବଂ ଫେରିବା ସମୟରେ ମନେ ମନେ ଭାବୁଥିଲେ, ପ୍ରକୃତିର ଗତି ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଅନାଥର ନାଥ ହେଉଛନ୍ତି ଜଗନ୍ନାଥ, ଆର୍ତ୍ତତାଣ ଜଗନ୍ନାଥ। ସେ ଶ୍ରୀ ମିଶ୍ରଙ୍କର ଆର୍ତ୍ତ ଶୁଣି ତାଙ୍କୁ ନବଜନ୍ମ ଦେଲେ। ଏହା କହି ତାଙ୍କ ଆଖିରୁ ଠକ୍ ଠକ୍ ଲୁହ ଗଡ଼ିବା ବାହାରି ପଡ଼ିଲା। ପୁଣି କିଛି ସମୟ ପରେ, କିଛି ଦିନ ଅତିବାହିତ ହେଲା ପରେ 2023 ମସିହାରେ ତାଙ୍କ ବଡ଼ ପୁଅର ସ୍ପଣ୍ଡିଲାଇସିସ୍ ପାଇଁ ମେରୁଦଣ୍ଡ ଅପରେସନ୍ ହୋଇଥିଲା। ସେତେବେଳେ ମଧ୍ୟ ତାଙ୍କ ପରିବାର ଲୋକ ସମସ୍ତେ ଡରି ଯାଇଥିଲେ, କାରଣ ବଡ଼ ପୁଅକୁ ତାଙ୍କର ବହୁତ ଯନ୍ତ୍ରଣା ହେଉଥିଲା। ଏହା ବି ଏକ ଜଟିଳ ଅପରେସନ୍। ଶ୍ରୀ ମିଶ୍ର ପୁଣି ଥରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣକୁ ଶରଣ ପଶିଗଲେ ଏବଂ ମହାପ୍ରଭୁଙ୍କ ପାଖରେ ଯିଏ ଆଜି ଯାଏଁ ଶରଣ ପଶିଛି, ମହାପ୍ରଭୁ କାହାକୁ ନିରାଶ କରିନାହାନ୍ତି। ଖାଲି ଆମର ଭାବ ଆଉ ଠିକ୍ ଥିବା ଦରକାର। ଏବଂ ମହାପ୍ରଭୁଙ୍କ କୃପାରେ ତାଙ୍କ ବଡ଼ ପୁଅ ମଧ୍ୟ ଆରୋଗ୍ୟ ହୋଇ ଘରକୁ ଫେରିଥିଲେ। ମହାପ୍ରଭୁଙ୍କର ଏହି କୃପାର ଦିବ୍ୟ ଅନୁଭୂତି ସଦାସର୍ବଦା ଶ୍ରୀ ନାମଯଜ୍ଞ ମିଶ୍ର ମହୋଦୟ ମନେ ରଖିପାରିବେ। ଯେତେବେଳେ ତାଙ୍କୁ ଏହି କଥାଟି ପଚରାଯାଏ, ତାଙ୍କ ଆଖିରୁ ଧାର ଧାର ଏଇ ଲୁହ ବାହାରି ଆସେ। କାରଣ ମହାପ୍ରଭୁ ଆପଣ ଯେଉଁ ଭାବରେ ଡାକିବେ, ସେ ସେଇ ଭାବରେ ଆସି ଆପଣଙ୍କୁ ଦର୍ଶନ ଦେବେ। ଖାଲି ଆମର ଭକ୍ତି ଓ ଭାବ ଠିକ୍ ଥିବା ଦରକାର। ରହିଲି, ଜୟ ଜଗନ୍ନାଥ।